ଆପଣ କେବେ ଭାବିଛନ୍ତି କି ଦିନ ସାରା ବ୍ୟସ୍ତତା ଭିତରେ ରହିବା ପରେ ଯେତେବେଳେ ଆମେ ଖୋଲା ଆକାଶ କିମ୍ବା ନଈ କୂଳରେ କିଛି ସମୟ ବିତାଉ ମନ କାହିଁକି ଏତେ ଶାନ୍ତ ହୋଇଯାଏ? ଏହା କେବଳ ଏକ ଅନୁଭବ ନୁହେଁ, ଏହା ପଛରେ ରହିଛି ପ୍ରକୃତିର ଏକ ଗୁପ୍ତ ରହସ୍ୟ। ଆସନ୍ତୁ ଆଜି ଜାଣିବା ପ୍ରକୃତି କିପରି ଆମର ସବୁଠାରୁ ବଡ଼ ଚିକିତ୍ସକ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ସମସ୍ତେ ମେସିନ୍ ଭଳି କାମ କରି ଚାଲିଛୁ। ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲ ସ୍କ୍ରିନ୍, କୋଳାହଳ ଏବଂ ଚାପ ଆମ ମନକୁ ଘେରି ରହିଥାଏ। କିନ୍ତୁ ଏହିସବୁ ଭିତରୁ ବାହାରି ଯେତେବେଳେ ଆମେ କୌଣସି ଶାନ୍ତ ପ୍ରାକୃତିକ ପରିବେଶକୁ ଯାଉ, ହଠାତ୍ ସବୁ ଚିନ୍ତା ଦୂର ହୋଇଯାଏ। ଆପଣ କେବେ ଅନୁଭବ କରିଛନ୍ତି କି ଏହି ସବୁଜ ଗଛଲତା, ବହି ଯାଉଥିବା ନଦୀ, ନାଳ ଏବଂ ଆକାଶରେ ଏମିତି କି ଯାଦୁ ଅଛି ଯାହା ଆମର ସମସ୍ତ ଦୁଃଖ କଷ୍ଟକୁ ଭୁଲେଇ ଦିଏ? ବୈଜ୍ଞାନିକମାନେ ଏହାକୁ ବାୟୋଫିଲିଆ କୁହନ୍ତି, ଅର୍ଥାତ୍ ପ୍ରକୃତି ସହ ମଣିଷର ଏକ ଜନ୍ମଗତ ଆତ୍ମୀୟତା ଅଛି। ହଜାର ହଜାର ବର୍ଷ ଧରି ଆମର ପୂର୍ବଜମାନେ ଜଙ୍ଗଲରେ ପ୍ରକୃତି କୋଳରେ ବାସ କରୁଥିଲେ। ସେଥିପାଇଁ ଆମର ମସ୍ତିଷ୍କ କଂକ୍ରିଟ ଜଙ୍ଗଲ ଅପେକ୍ଷା ପ୍ରକୃତିର ସବୁଜିମା ଭିତରେ ଅଧିକ ସୁରକ୍ଷିତ ଏବଂ ଶାନ୍ତ ଅନୁଭବ କରେ। ଯେତେବେଳେ ଆମେ ଗଛଲତା ଦେଖୁ, ଆମ ଶରୀରରେ ଷ୍ଟ୍ରେସ୍ ହର୍ମୋନ୍ କର୍ଟିସୋଲର ମାତ୍ରା କମିଯାଏ ଏବଂ ଖୁସି ହର୍ମୋନ୍ ବୃଦ୍ଧି ପାଏ। ଏହା ଏକ ପ୍ରାକୃତିକ ଔଷଧ ଭଳି କାମ କରେ। ପ୍ରକୃତି ଆମର 5ଟି ଇନ୍ଦ୍ରିୟକୁ ଏକା ସାଙ୍ଗରେ ଶାନ୍ତି ପ୍ରଦାନ କରିଥାଏ। ଚଢ଼େଇମାନଙ୍କର କିଚିରିମିଚିରି ଶବ୍ଦ, ପବନରେ ଗଛପତ୍ରର ସଁ ସଁ ଶବ୍ଦ ଆମ ମସ୍ତିଷ୍କରେ ଚାଲିଥିବା ଅନାବଶ୍ୟକ ଚିନ୍ତାକୁ ବନ୍ଦ କରିଦିଏ। ମାଟିର ମହକ, ବିଶେଷ କରି ପ୍ରଥମ ବର୍ଷା ପରେ ଆମ ମନରେ ଏକ ଅଦ୍ଭୁତ ଆନନ୍ଦ ସୃଷ୍ଟି କରେ। ପ୍ରକୃତିରେ କୌଣସି ପ୍ରକାରର କୃତ୍ରିମତା ନାହିଁ, ନା କୌଣସି ଦେଖାଣିଆ ଭାବ ଅଛି। ସେଇଥିପାଇଁ ଆମେ ସେଠାରେ ନିଜକୁ ନିଜର ପ୍ରକୃତି ରୂପରେ ପାଇଥାଉ ଏବଂ ନିଜ ଭିତରେ ଥିବା ସ୍ୱଚ୍ଛତାକୁ ଅନୁଭବ କରୁ। ବିଶାଳ ପର୍ବତ କିମ୍ବା ଅନନ୍ତ ସମୁଦ୍ରକୁ ଦେଖିଲେ ଆମକୁ ଅନୁଭବ ହୁଏ ଯେ ଆମର ସମସ୍ୟାଗୁଡ଼ିକ ଏହି ବିଶାଳ ବ୍ରହ୍ମାଣ୍ଡ ଆଗରେ କେତେ ଛୋଟ। ଏହି ଅନୁଭବ ଆମର ଅହଙ୍କାରକୁ ନଷ୍ଟ କରିଦିଏ ଏବଂ ଆମ ଭିତରେ ଏକ ଗଭୀର କୃତଜ୍ଞତା ଭାବ ସୃଷ୍ଟି କରେ। ଯେତେବେଳେ ଗୋଟାଏ ନଦୀ ନିରନ୍ତର ବହିଯାଏ, ତାହା ଆମକୁ ଶିଖାଏ ଯେ ଜୀବନର ଯେକୌଣସି ପରିସ୍ଥିତିରେ ଅଟକି ନ ଯାଇ ଆଗକୁ ବଢ଼ିବା ହିଁ ପ୍ରକୃତ ବଞ୍ଚିବା। ପ୍ରକୃତି ବିନା କୌଣସି ବାକ୍ୟରେ ଆମକୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଦେଇଥାଏ। ତେଣୁ ଆପଣଙ୍କ ଜୀବନ ଯେତେ ବ୍ୟସ୍ତବହୁଳ ହେଉନା କାହିଁକି, ଦିନକୁ ଅତି କମରେ 15 ମିନିଟ୍ ପ୍ରକୃତି ସହିତ ବିତାନ୍ତୁ। କୌଣସି ପାର୍କରେ ବୁଲନ୍ତୁ, ଗଛ ଲଗାନ୍ତୁ କିମ୍ବା କେବଳ ଛାତ ଉପରେ ଠିଆ ହୋଇ ଖୋଲା ଆକାଶକୁ ଦେଖନ୍ତୁ। ଆପଣ ଦେଖିବେ ଆପଣଙ୍କ ଦିନ ସାରାର କ୍ଳାନ୍ତି ଏବଂ ଚିନ୍ତା ଏକଦମ ଉଭେଇଯିବ। ପ୍ରକୃତି ପାଖରେ ମଣିଷର ପ୍ରତ୍ୟେକ ଅଦୃଶ୍ୟ କ୍ଷତକୁ ଶୁଖାଇବାର ଶକ୍ତି ରହିଛି। ଆସନ୍ତୁ ଏହି ସୁନ୍ଦର ପ୍ରକୃତିକୁ ଭଲ ପାଇବା, ସମୟ ଦେବା ଏବଂ ଏହାର ସୁରକ୍ଷା କରିବା।